କୁକୁର ଗଳାରେ ଯଦି ଖଞ୍ଜିବ କେଶର, କୁକୁର ଗଳାରେ ଯଦି ଖଞ୍ଜିବ କେଶର, ସିଂହ ନୋହି ଚାଟିବ ସେ ଅଇଁଠା ପତର। କୁକୁର ଗଳାରେ ଯଦି ଖଞ୍ଜିବ କେଶର, ସୁବର୍ଣ୍ଣ ମାରି ଯୁଗେ ମଣ୍ଡିଲେ ଶୂକର। ସମ ହେବ ନାହିଁ ଗଜରାଜ ଶାବକର, କୁକୁର ଗଳାରେ ଯଦି ଖଞ୍ଜିବ କେଶର। ବାସ୍ତବିକ ଚମତ୍କାର ବ୍ୟଙ୍ଗ କବିତା କବି ଗଙ୍ଗାଧର ମେହେର, ଯାହାଙ୍କର କବିତା ଶୁଣାଇଛି ମାଟି ସହିତ ଆକାଶର ପ୍ରକୃତି ପ୍ରେମ, ଜୀବଜଗତ ସହିତ ଅନନ୍ୟ ସମ୍ବନ୍ଧ ଆଉ ଈଶ୍ୱରୀୟ ଚିନ୍ତାଧାରାରେ ତାଙ୍କ କବିତା ସବୁଜ୍ଜ୍ୱଳ। ଅଥଚ ସେ ମଧ୍ୟ ଲେଖିପାରନ୍ତି ବ୍ୟଙ୍ଗ କବିତା, ବିଦ୍ରୂପ କବିତା। ତାଙ୍କ କବିତା ଅର୍ଘ୍ୟଥାଳୀର ଆମେ ପଢ଼ିଛେ, ତାକୁ ମଧ୍ୟ ବୋଲିଥାନ୍ତି ଧର୍ମ ଅବତାର। ଠିକ୍ ସେଇଭଳି ଭାବରେ କବି ଗଙ୍ଗାଧରଙ୍କର କବିତାମାଳା, ଏହି କବିତାମାଳା ପୁସ୍ତକର ଏକ କବିତା ଯାହାକୁ ଆମେ କହୁଛେ ସୁଭାବ ଓ ସ୍ୱଭାବ। ଏହି କବିତାଟି 1918 ମସିହାରେ ରଚିତ ହୋଇଥିଲା ଏବଂ ମାର୍ଚ୍ଚ 1918 ମସିହାରେ ଉତ୍କଳ ସାହିତ୍ୟ ପତ୍ରିକାରେ ପ୍ରକାଶିତ ହୋଇଥିଲା। ଏକ ବ୍ୟଙ୍ଗଧର୍ମୀ କବିତା ଯେଉଁଥିରେ କୁହାଯାଇଛି, କୁକୁର ଗଳାରେ ଯଦି ଖଞ୍ଜିବ କେଶର, ସିଂହ ନୋହି ଚାଟିବ ସେ ଅଇଁଠା ପତର। ନିଶ୍ଚିତ ଭାବରେ କୁକୁର କେବେ ସିଂହ ହୋଇପାରିବ ନାହିଁ। ଯଦି କୁକୁର ଗଳାରେ ସିଂହ ଗ୍ରୀବା ନିକଟରେ ଥିବା କେଶରକୁ ଆଣି ଖଞ୍ଜିଦେବା, ତାହେଲେ ସେ ସିଂହ ହୋଇପାରିବ ନାହିଁ। ସେ ତା'ର ସ୍ୱଭାବବଶତଃ, ତା ନିଜ ଗୁଣବଶତଃ ଅଇଁଠା ପତର ଚାଟିବାରେ ପ୍ରବୃତ୍ତ ରହିବ। ଏଥିପାଇଁ କୁହାଯାଇଛି ଏ କବିତା ସୁଭାବ ଓ ସ୍ୱଭାବ। ଅର୍ଥାତ୍ କୁହାଯାଇଛି ସୁଭାବ ଅତି ଉତ୍ତମ ଭାବ, ସ୍ୱଭାବ ନିଜର ଭାବ, ତାହା ଭଲ ଭାବ ହୋଇପାରେ, ଖରାପ ଭାବ ହୋଇପାରେ, ଭଲ ଗୁଣ ହୋଇପାରେ, ମନ୍ଦ ଗୁଣ ବି ହୋଇପାରେ। ତେଣୁ ସ୍ୱଭାବ ଅର୍ଥାତ୍ ନିଜର ଗୁଣ, ନିଜର ଭାବନା, ନିଜର ଭାବ। କିନ୍ତୁ ସୁଭାବ ଉତ୍ତମ ଆଚରଣ, ଉତ୍ତମ ଗୁଣ, ଉତ୍ତମ କର୍ମ ସମୂହକୁ ବୁଝାଯାଏ। ଏଥିପାଇଁ ଏ କବିତାର ଶୀର୍ଷକ ରଖିଛନ୍ତି କବିଗୁରୁ ଗଙ୍ଗାଧର ମେହେର, ସୁଭାବ ଓ ସ୍ୱଭାବ। ଯଥାକ୍ରମେ କୁହାଯାଇଥିଲା, କରିଲେ ହେଲେ ଘେନି ଯତ୍ନେ କୋଟି ପୁଟ, ପିତଳ କି କେବେ ହେବ ପୁରଟ। କବିସୂର୍ଯ୍ୟ ବଳଦେବ ରଥଙ୍କର ଏହି ବ୍ୟଙ୍ଗ ରଚନା ସହିତ କବି ଗଙ୍ଗାଧର ମେହେରଙ୍କର ଏ ରଚନାର ନିଶ୍ଚିତ ଭାବରେ ସାମଞ୍ଜସ୍ୟତା ଅଛି। ଯାହା କୁହାଯାଇଥିଲା, ସୁବର୍ଣ୍ଣ ଅମାରି ଯୋଗେ ମଣ୍ଡିଲେ ଶୂକର, ସମ ହେବ ନାହିଁ ଗଜରାଜ ଶାବକର। ଅର୍ଥାତ୍ ଯଦି ସୁନାର ଅମାର, ସୁନାର ଭଣ୍ଡାର, ଅତ୍ୟନ୍ତ ସୁନାରେ ଛାଉଣି କରି ଦିଆଯାଏ, ଏଇ ଶୂକର ଅର୍ଥାତ୍ ଘୁଷୁରିକୁ ଯଦି ସୁନାରେ ଛାଉଣି କରିଦେବା, ସେ କେବେ ହାତୀ ଛୁଆ ହୋଇଯିବ ନାହିଁ। ସେ ଘୁଷୁରି ହିଁ ଘୁଷୁରି ପ୍ରକୃତି, ଯେଉଁ କୁହାଯାଉଛି ଘୁଷୁରି ପ୍ରକୃତି ପଙ୍କେ ଲୋଟେ, ଯିଏ ଯାହା ସିଏ ହିଁ ତାହା, ତାହାର ପରିବର୍ତ୍ତନ କଦାଚନ ହେବ ନାହିଁ। ଏହା କହୁଛନ୍ତି କବିବର। ଆହୁରି ମଧ୍ୟ ଘୁଷୁରି ସମ୍ପର୍କରେ କବିଙ୍କ ବକ୍ତବ୍ୟ, ବରଡାଳ ଭୁଞ୍ଜି ତାର ତୃପ୍ତି ହେବ ନାହିଁ, ତା ଖାଦ୍ୟ ଲୋଡ଼ିବ ଗ୍ରାମ ଉପକଣ୍ଠେ ଯାଇ। ବରଡାଳକୁ ସେ କେବେ ହେଲେ ଛୁଇଁବ ନାହିଁ। ବରଡାଳ ହାତୀ ଶାବକର ବା ହାତୀର ପ୍ରିୟ ଖାଦ୍ୟ। ଅଥଚ ଘୁଷୁରିକୁ ମାଢ଼େ ସୁବର୍ଣ୍ଣ ଖଞ୍ଜିଦେଲେ ମଧ୍ୟ ତାହା କେବେ ହେଲେ ଗଜରାଜର ଶାବକ ହୋଇପାରିବନି, ହାତୀ ଛୁଆ ହୋଇପାରିବ ନାହିଁ। ସେ ତା'ର ଖାଦ୍ୟ ଅନ୍ୱେଷଣରେ ଗ୍ରାମ ଉପକଣ୍ଠରେ ଯେଉଁ ପଡ଼ିଆ ଅଛି ଏବଂ ମଳମୂତ୍ର ତ୍ୟାଗ କରୁଥିବା ମଣିଷର ମଳକୁ ଭକ୍ଷଣ କରିବା ତା'ର ଯଥାର୍ଥ ନୀତି ଆଉ ନିୟମ। ଏହି ହେତୁ କୁହାଯାଇଛି, ନିଶ୍ଚିତ ଭାବରେ ବରଡାଳ ଭୁଞ୍ଜି ତା'ର ତୃପ୍ତି ହେବ ନାହିଁ, ତା ଖାଦ୍ୟ ଲୋଡ଼ିବ ଗ୍ରାମ ଉପକଣ୍ଠେ ଯାଇ। ଚମତ୍କାର ଉପମା କବି ଗଙ୍ଗାଧରଙ୍କର। ଆହୁରି ମଧ୍ୟ କୁହାଯାଇଛି, ଚଣ୍ଡାଳକୁ ମୋର ନାମ ହେଲେ ରାଜା ରାମ, ହୁଏ ନାହିଁ ଦାଶରଥୀ ସମ ଗୁଣ ଧାମ। ଚଣ୍ଡାଳର ପୁଅ ଯଦି ନାଁ ରଖିବା ରାମଚନ୍ଦ୍ର, ସିଏ କ'ଣ ଦାଶରଥୀ ହୋଇପାରିବେ? ଅର୍ଥାତ୍ ଦଶରଥଙ୍କ ପୁତ୍ର ଯେ ମର୍ଯ୍ୟାଦାବନ୍ତ ପୁରୁଷ, ପୁରୁଷୋତ୍ତମ ରାମଚନ୍ଦ୍ରର ଗୁଣ ସମୂହକୁ ବହନ କରିପାରିବ କି? ସିଏ ହିଁ ତା'ର ସ୍ୱଭାବ ସହିତ ଜଡ଼ିତ ରହିବ ଏବଂ ଚଣ୍ଡାଳ ବୃତ୍ତିକୁ ଅନୁସରଣ କରିବ। ଏହା କୁହାଯାଇଛି ଏହି ପଦରେ। ପୁନଶ୍ଚ ଏହାର ତୃତୀୟ ପଦରେ କୁହାଯାଇଛି, ଚୋର ଯେବେ ବସିଥିବ ଜପାମାଳ ଧରି, ଚୋର ଯେବେ ବସିଥିବ ଜପାମାଳ ଧରି,
ପରଧନ ଲୋଭ ତାର ହୃଦେ ଥିବ ଭରି, କିନ୍ତୁ ନିଚ ଉଚ୍ଚ ହେବା ନିମନ୍ତେ ଶକତି ମାନବକୁ ଦେଇଛନ୍ତି ଜଗତର ପତି। ଚୋର ଯେବେ ବସିଥିବ ଜପାମାଳ ଧରି, ପରଧନ ଲୋଭ ତାର ହୃଦୟ ଥିବ ଭରି। ଯେ ଚୋର ସାଧୁ ପ୍ରକୃତି ଧରି, କଣ୍ଠିମାଳ ଧରି, ଜପାମାଳ ଧରି ସେ ଜପ କରୁଥିବ, ଅଥଚ ମନ ଭିତରେ ଥିବ ପରର ଧନକୁ ଅପହରଣ କରିବା, ତାହା କେବେ ହେଲେ ସାଧୁ ହୋଇପାରିବ? ଜପାମାଳ ଯେତେ ଧରିଲେ ମଧ୍ୟ ଚୋର ହିଁ ଚୋର, ସେ କେବେ ସାଧୁ ହୋଇପାରିବ ନାହିଁ। ଆହୁରି ମଧ୍ୟ କୁହାଗଲା, କିନ୍ତୁ ନିଚ ଉଚ୍ଚ ହେବା ନିମନ୍ତେ ଶକତି ମାନବକୁ ଦେଇଛନ୍ତି ଜଗତର ପତି। ନିଶ୍ଚିତ ଭାବରେ ଜଗତର ପତି ଜଗନ୍ନାଥ ଭଗବାନ ବିଷ୍ଣୁ ମଣିଷକୁ ଯେଉଁ ଦେଇଛନ୍ତି ପ୍ରକୃତି, ସେ ନିଚ ହେଲେ ମଧ୍ୟ ସେ ଭଲ ହେବା ନିମନ୍ତେ ତା ପାଖରେ ଶକ୍ତି ଦେଇଛନ୍ତି, ଅମାପ ଶକ୍ତି। ଏଇଭଳି ଭାବରେ ଅନେକ ନିଚ ବ୍ୟକ୍ତି ନିଜ ସ୍ୱଗୁଣରେ, ନିଜ ସୁଭାବନାରେ, ନିଜ ସୁଭାବରେ ଅତି ଉଚ୍ଚତର ଗତିକୁ ପ୍ରାପ୍ତ ହୋଇଛନ୍ତି। ଇତିହାସ ଏବଂ ପୁରାଣରେ ତା'ର ଭୁରି ଭୁରି ନଜର ଅଛି, ଏହା କହିବା ଅତ୍ୟୁକ୍ତି ନୁହେଁ। ପୁନଶ୍ଚ କୁହାଯାଇଛି, କୁକୁର ସମାନ ନିଚ ଥିବ ଯେଉଁ ଜନ, ଶିକ୍ଷା ଫଳେ ହେବ ନର ମଧ୍ୟେ ପଞ୍ଚାନନ। ଯିଏ କୁକୁର ଭଳି ନିଚ ଥିବ, କିନ୍ତୁ ଶିକ୍ଷା ଫଳରେ, ଉତ୍ତମ ଶିକ୍ଷା ଆଚରଣରେ ସେ ପଞ୍ଚାନନ ହୋଇପାରିବ, ପଞ୍ଚମୁଖ ହୋଇପାରିବ। ଏବଂ ପଞ୍ଚାନନ ଶିବ ଏବଂ ପଞ୍ଚାନନ ମଧ୍ୟ ବିଦ୍ୱାନ। ସେ ଶିବ ଭାବନା ନାହିଁ, ନର ମଧ୍ୟରେ ଶ୍ରେଷ୍ଠ ନର ହୋଇପାରିବ, ଅଥଚ ଜଣେ ବିଦ୍ୱାନ ବ୍ୟକ୍ତିତ୍ୱରେ ମଧ୍ୟ ପରିଣତ ହୋଇପାରିବ। ଆହୁରି କୁହାଯାଇଛି, ଶୁକର ସମାନ ଯାର ଥିବ ନିଚ ବୁଦ୍ଧି, ଗଜେନ୍ଦ୍ର ସମାନ ଭଲେ ହୋଇଯିବ ବୃଦ୍ଧି। ଯିଏ ଶୁକର ଅଥଚ ଘୁଷୁରୀ ପରି ଅତ୍ୟନ୍ତ ନିଚ ବୁଦ୍ଧି ସମ୍ପନ୍ନ ବ୍ୟକ୍ତିତ୍ୱ, କିନ୍ତୁ ସୁଭାବନା ଦ୍ୱାରା ପ୍ରଭାବିତ ହେଲେ, ଉତ୍ତମ ଆଚରଣ କଲେ, ଉତ୍ତମ ସଙ୍ଗରେ ସଙ୍ଗୀ ହେଲେ ସେ ଗଜେନ୍ଦ୍ର ସମାନ ହୋଇଯିବ ବୃଦ୍ଧି। ଅର୍ଥାତ୍ ଗଜପତି ଯେଉଁ କୁହାଯାଉଛି, ଗଜଯୁକ୍ତ ଇନ୍ଦ୍ର ଗଜେନ୍ଦ୍ର, ଏଇଭଳି ଭାବରେ କୁହାଯାଇଛି। ଗଜେନ୍ଦ୍ର ସମାନ ନିଶ୍ଚିତ ଭାବରେ ତା'ର ବୃଦ୍ଧି ଘଟିବ, ଅଥଚ ସେ ଗଜପତି ବୋଲି ପାରିବ, ନିଚରୁ ଉଚ୍ଚତର ଗତିକୁ ପ୍ରାପ୍ତ ହୋଇପାରିବ। ଏଇଭଳି ଭାବରେ କୁହାଯାଇଥିଲା, ସୁସଙ୍ଗ ଏହିପରି ଜ୍ଞାନ ପ୍ରକାଶେ, କୁସଙ୍ଗ ଏହିପରି ସୁସଙ୍ଗ ନାଶେ। ସୁସଙ୍ଗ ଦ୍ୱାରା ଅଭ୍ୟାସରେ ପରିଣତ ହେଲେ କୁସଙ୍ଗ ଉଚ୍ଚ ଗତି ପ୍ରାପ୍ତ ହୋଇଥାଏ। ଏହି ପଦରେ ଏହା କୁହାଯାଇଛି। ପରବର୍ତ୍ତୀ ପଦରେ ଆହୁରି ମଧ୍ୟ କୁହାଯାଇଛି, ଚଣ୍ଡାଳ କୁଟୀରେ ଜନ୍ମ ହେଲେ କିସ ହେବ, ସାଧୁତାରେ ନର ମଧ୍ୟେ ହୋଇପାରେ ଦେବ। ଚଣ୍ଡାଳ କୁଟୀରରେ ଜନ୍ମ ହେଲେ ମଧ୍ୟ ସାଧୁତା ଆଚରଣ ଦ୍ୱାରା, ବିଜ୍ଞ ବ୍ୟକ୍ତିତ୍ୱ ଦ୍ୱାରା, ପ୍ରଜ୍ଞା ଦ୍ୱାରା, ଜ୍ଞାନ ଦ୍ୱାରା, ଅତ୍ୟନ୍ତ ଉତ୍ତମ ଆଚରଣ ଦ୍ୱାରା ସେ ନିଶ୍ଚିତ ଭାବରେ ନର ମଧ୍ୟରେ, ମଣିଷମାନଙ୍କ ମଧ୍ୟରେ ଦେବତାର ଉଚ୍ଚ ଆସନକୁ ଲାଭ କରିପାରିବ। ଆହୁରି କୁହାଯାଇଛି, ଚୋର ଯଦି ନିରନ୍ତର ସାଧୁ ସଙ୍ଗ କରେ, ଜଗତର ହିତ ଚିନ୍ତା ହେବ ତା ମନରେ। ଯଦି ଚୋର ନିରନ୍ତର ସବୁବେଳେ ସାଧୁ ସଙ୍ଗରେ ବ୍ୟସ୍ତ ରହେ, ଉତ୍ତମ ସଙ୍ଗ କରେ, ସେ ନିଶ୍ଚିତ ଭାବରେ ତା ମନରେ ଦିବ୍ୟ ଭାବନା ସୃଷ୍ଟି ହେବ, ସମସ୍ତ ନିଚ ଭାବନା ଦୂରକୁ ଚାଲିଯିବ। ଆଉ ସିଏ ମଧ୍ୟ ଯେଉଁ କୁହାଯାଉଛି, ଜଗତର ହିତ ଚିନ୍ତା କରିବାରେ ବ୍ୟସ୍ତ ରହିବ, ଏହା କୁହାଯାଇଛି ଏହି ପଦରେ। ତଥାପି ଅନେକ ଥାନ୍ତି ସ୍ୱଭାବ ଦୁର୍ଜନ, କରି ନୁହେଁ ତାଙ୍କ ପ୍ରାଣେ ସୁଭାବ ସର୍ଜନ। ଏଇଭଳି ଭାବରେ ସ୍ୱଭାବତଃ ନିଜ ଗୁଣବଶରୁ କେତେକ ଦୁର୍ଜନ ବ୍ୟକ୍ତି ଥାଆନ୍ତି, ଯେଉଁମାନଙ୍କୁ କେବେ ହେଲେ ବଦଳେଇ ହୁଏ ନାହିଁ। କୁକୁର ଲାଙ୍ଗୁଡ଼କୁ 12 ବର୍ଷ ନଳରେ ପୂରେଇଲେ ମଧ୍ୟ ତାହା ପୁନଶ୍ଚ ବଙ୍କା ଭଳି ତାଙ୍କର ସ୍ୱଭାବକୁ ସେ ଛାଡ଼ି ପାରନ୍ତି ନାହିଁ, ସୁଭାବକୁ ଆଚରଣ କରିପାରନ୍ତି ନାହିଁ। ତେଣୁ ତାଙ୍କ ମନରେ ଉତ୍ତମ ଭାବର ସର୍ଜନା ହୁଏ ନାହିଁ। ଆହୁରି କୁହାଯାଇଛି, ନାନା ଶିକ୍ଷା ଦେଇ ତାଙ୍କୁ ବହୁ ଯତ୍ନ କର, ବଳେ ନେଇ ଦିବ୍ୟ ଭାବ ହୃଦେ ତାଙ୍କ ଭର। ତାଙ୍କୁ ଯଦି ନାନା ପ୍ରକାର ଶିକ୍ଷା ଦେବ, ଅନେକ ଯତ୍ନ କଲେ ମଧ୍ୟ, ତାଙ୍କ ହୃଦୟରେ ଦିବ୍ୟ ଭାବନା ସୃଷ୍ଟି କଲେ ମଧ୍ୟ ସେ କେବେ ବି ବଦଳିବେ ନାହିଁ। କୁହାଯାଇଛି,
ଭିନ୍ନ ଭାବେ ଉପୁଜିବ ସୁଶିକ୍ଷାର ଫଳ। ରହିଥିବେ ମାତ୍ର ସେହୁ ଯେ ଖଳ ସେ ଖଳ। ଭିନ୍ନ ଭାବରେ ସେ ଉତ୍ତମ ଶିକ୍ଷାର ସଂଜ୍ଞାକୁ ନିରୂପିତ କରିବେ, କାରଣ ଭିନ୍ନ ଭାବନା ତାଙ୍କ ମନରେ ଉଚ୍ଚ ଚିନ୍ତାଧାରା, ଉଚ୍ଚ ବ୍ୟକ୍ତିତ୍ୱ ଏବଂ ଉଚ୍ଚ ମନୋଭାବକୁ ସେ ନିଶ୍ଚିତ ଭାବରେ ଏକ ନାଟକୀୟ ଢଙ୍ଗରେ, ନକାରାତ୍ମକ ଢଙ୍ଗରେ ବୁଝିବେ, ଯାହାଫଳରେ ସେ ଯେଉଁ ଖଳ ବ୍ୟକ୍ତି ସେହି ଖଳ ବ୍ୟକ୍ତି ହୋଇ ଚିରଦିନ ରହିଯିବେ, ସେ କେବେ ବି ବଦଳିବେ ନାହିଁ। ଏଥିପାଇଁ କୁହାଯାଇଛି, ଯାହାକୁ ଯାହା କରିଛି ଦଇବ ତହୁଁ ନିକି ସେ ଅନ୍ୟଥା ହୋଇବ। ବାସ୍ତବିକ କବି ଗଙ୍ଗାଧରଙ୍କର କବିତା ସୁଭାବ ଓ ସ୍ୱଭାବ ଏହି କବିତାର ଶୀର୍ଷକକୁ ଏହି କବିତା ସଫଳ ରୂପାୟିତ କରିଛି, ଏଥିରେ ସନ୍ଦେହ ନାହିଁ। ବନ୍ଦେ ଉତ୍କଳ ଜନନୀ।